ଟଙ୍କା ପାଇଁ ମାକୁ ମାରିଥିଲା। ସେ ଟଙ୍କା ପାଇଁ ପୁଣି ନିଜେ ମରିଗଲା। ମାତୃହତ୍ୟା ପୁଅକୁ କେମିତି ମାରିଲା ଲୋକନାଥ ସାହୁ ଗୋଟି ଗୋଟି କରି କହିଲା। ଟଙ୍କା ପାଇଁ ଜୀବନ ନେଇଗଲା ଲୋକନାଥ ସାହୁ। ହଁ ଦର୍ଶକ ବନ୍ଧୁ, ଦିନେ ମାକୁ ଟଙ୍କା ମାଗିଥିଲେ ମୃତ୍ୟୁ ପୁଅ ତୁଷାରକାନ୍ତ ଦେହୁରୀ। ମା ଟଙ୍କା ନ ଦେବାରୁ ମାକୁ ପନିକିରେ ହାଣି ଘର ଭିତରେ ରକ୍ତର ନଦୀ ବୁହାଇଥିଲା ପୁଅ। ସେ ଟଙ୍କା ପାଇଁ ପୁଣି ତୁଷାରକାନ୍ତ ଦେହୁରୀକୁ ଜଣେ 23 ବର୍ଷୀୟ ଯୁବକ ଭୁଜାଲି ଆକ୍ରମଣ କରି ଜୀବନରୁ ମାରିଦେଲା। ମାକୁ ମାରି ଜେଲରୁ ଫେରିଥିବା ଯୁବକଙ୍କୁ ହତ୍ୟା ଘଟଣାର କ୍ରାଇମ ସିନ୍ ରିକ୍ରିଏସନ କଲା ପୋଲିସ। ଜେଲରେ ଥିବା ବେଳେ ତୁଷାରଙ୍କ ଠାରୁ 86,000 ଟଙ୍କା ନେଇଥିଲେ ଉଦ୍ଧାର। ଏହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚାସ ହେବା ସହିତ ଭୁଜାଲିରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଯିବା ରାସ୍ତାରେ ଆଉଳି ନଦୀରେ ଭୁଜାଲି ଓ ରକ୍ତ ଭିଜା କପଡ଼ା ଲୁଚେଇ ଫେରାର ହୋଇ ଯାଇଥିଲା। ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀ ଓ ଏକ ବୁଲେଟକୁ ଜବତ ପରେ ଲୋକନାଥ ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରୁ ଦୁଷ୍ମନ୍ତ ବେହେରାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।